ଆଜିର କାହାଣୀ ଏକ ଏମିତି ଉପହାରକୁ ନେଇ ଯାହାର ପ୍ରକୃତ ମୂଲ୍ୟ ମାପିବା ସମ୍ଭବ ନୁହେଁ। ହେଲେ ଗୋଟିଏ ଛୋଟ ମୁଦ୍ରା କେମିତି ଅମୂଲ୍ୟ ହୋଇପାରେ? ଆସନ୍ତୁ ଏହି କାହାଣୀରେ ଏହାର ରହସ୍ୟ ଖୋଜିବା। କାହାଣୀର ଆରମ୍ଭ ହେଉଛି ଲଣ୍ଡନର ଏକ ନିରାମିଷ ରେଷ୍ଟୁରାଣ୍ଟରୁ। ସେଠାରେ ଆମ କଥାକାର ଜଣେ ଭାରତୀୟ ଭଦ୍ରଲୋକ। ସେଠି ତାଙ୍କର ଦେଖାହୁଏ ମ୍ୟାଗି ନାମକ ଜଣେ ଗରିବ ଝିଅ ସହିତ, ଯିଏ ତାଙ୍କୁ ବହୁତ ପ୍ରଭାବିତ କରେ। ପରେ ମ୍ୟାଗି ତାଙ୍କୁ ନିଜ ଘରକୁ ଡାକେ ତା ମା ଶ୍ରୀମତୀ ବେଥିଙ୍କ ସହ ଦେଖା କରିବାକୁ। ମ୍ୟାଗିର ମା ବହୁତ ଚିନ୍ତିତ ଥାନ୍ତି, କାରଣ ତାଙ୍କ ପୁଅ ଫ୍ରାଙ୍କି ଭାରତରେ ଜଣେ ସୈନିକ ଥିଲା। ତାଙ୍କ ପାଖରେ ଫ୍ରାଙ୍କି ଦେଇଥିବା ଗୋଟେ ମୁଦି ଥାଏ। ତାଙ୍କର ବିଶ୍ୱାସ ଥିଲା ସେଇ ମୁଦିରେ ସେ ପୁଅକୁ ଦେଖିପାରିବେ। କିନ୍ତୁ ମାସ ମାସ ବିତିଯାଏ, ଫ୍ରାଙ୍କିର କିଛି ଖବର ଆସେନି। ଏହି ଚିନ୍ତାରେ ଶ୍ରୀମତୀ ବେଥିଙ୍କ ଦେହ ଖରାପ ହୋଇଯାଏ। ଏମିତି ସ୍ଥିତିରେ ମ୍ୟାଗି କଥାକାରଙ୍କୁ ଅନୁରୋଧ କରେ ଗୋଟିଏ ମିଛ କହି ମାଙ୍କୁ ବଞ୍ଚାଇବା ପାଇଁ। କଥାକାର ଦ୍ୱନ୍ଦ୍ୱରେ ପଡ଼ିଯାନ୍ତି, କିନ୍ତୁ ଶେଷରେ ସେ ଭାବନ୍ତି ଏ ଛୋଟ ମିଛଟି ବୋଧେ କାହାକୁ ଶାନ୍ତି ଦେଇପାରେ। ସେ ମୁଦିକୁ ଦେଖି ଶ୍ରୀମତୀ ବେଥିଙ୍କୁ କହନ୍ତି, ତୁମ ପୁଅ ବଞ୍ଚିଛି ଆଉ ଭଲରେ ଅଛି। ସତରେ ଏହି ଖବର ଶୁଣି ଶ୍ରୀମତୀ ବେଥି ଧୀରେ ଧୀରେ ସୁସ୍ଥ ହେବାକୁ ଲାଗନ୍ତି। ହେଲେ ଭାରତ ଫେରିବା ବେଳକୁ କଥାକାର ଜାଣନ୍ତି ଯେ ଫ୍ରାଙ୍କିର ବହୁତ ଆଗରୁ ମୃତ୍ୟୁ ହୋଇସାରିଛି। ଯିବାବେଳେ ମ୍ୟାଗି ତାଙ୍କୁ ଉପହାରରେ ଗୋଟିଏ ସିଲିଂ ଦିଏ, ଯାହାକୁ ସେ ବହୁତ କଷ୍ଟରେ ରୋଜଗାର କରିଥିଲା। ଆଉ କୁହେ ଏଇ ପଇସାରେ ତା ଭାଇର କବର ଉପରେ ଫୁଲ ଚଢ଼େଇଦେବା ପାଇଁ। ସେତେବେଳେ କଥାକାର ବୁଝିପାରନ୍ତି ସେ ଉପହାରର ପ୍ରକୃତ ମୂଲ୍ୟ। ଏହା ସତରେ ଅମୂଲ୍ୟ ଥିଲା। କାରଣ ସେ ସିଲିଂ ପଛରେ ଥିଲା କଠିନ ପରିଶ୍ରମ, ନିଃସ୍ୱାର୍ଥପର ଭଲପାଇବା ଆଉ ଗଭୀର ବିଶ୍ୱାସ। ଏଇ କାହାଣୀ ଆମ ପାଇଁ ଗୋଟେ ପ୍ରଶ୍ନ ଛାଡ଼ିଯାଏ। କୌଣସି ଉପହାରକୁ ପ୍ରକୃତିରେ ମୂଲ୍ୟବାନ କଣ ବନାଏ?